ସୂର୍ଯ୍ୟମୁଖୀଙ୍କ ଯୁଦ୍ଧ କୌଶଳ। ବିଜୟପୁରୀର ରାଜା ଶିବସେନ ଥିଲେ ପରାକ୍ରମୀ ଓ ପ୍ରଜାବତ୍ସଳ। ତାଙ୍କ ରାଣୀଙ୍କ ନାମ ଇନ୍ଦ୍ରାବତୀ। ସେମାନଙ୍କ ବିବାହର ବହୁ ବର୍ଷ ପରେ ଝିଅଟେ ହେଲା, ତାର ନାମ ରଖିଲେ ସୂର୍ଯ୍ୟମୁଖୀ। ଧୀରେ ଧୀରେ ସୂର୍ଯ୍ୟମୁଖୀ ବଡ଼ ହେଲେ। ଶିକ୍ଷା ଦୀକ୍ଷାର ବ୍ୟବସ୍ଥା କରାଗଲା, ପଢ଼ାପଢ଼ି ଭଲ ଭାବରେ କଲେ, କିନ୍ତୁ ତାଙ୍କ ମନ ସବୁବେଳେ ଯୁଦ୍ଧ ବିଦ୍ୟା ପ୍ରତି ଆକୃଷ୍ଟ ଥାଏ। ତେଣୁ ତାଙ୍କ ପାଇଁ ଯୁଦ୍ଧ ବିଦ୍ୟାରେ ପ୍ରବୀଣ ଜଣେ ଗୁରୁଙ୍କୁ ମଧ୍ୟ ରଖାଗଲା। 7 ବର୍ଷ ବୟସରେ ସେ ଘୋଡ଼ା ଚଢ଼ିବା, ତରବାରୀ ଚଳାଇବା, ତୀର ଚଳାଇବା ଆଦିରେ ବେଶ ଦକ୍ଷତା ଅର୍ଜନ କଲେ। ଗୁରୁ ତାଙ୍କର ଦକ୍ଷତା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ଏତେ ଛୋଟ ପିଲା ବେଳୁ ଏଭଳିଆ ଶିଷ୍ୟ କେବେ ସେ ପାଇନଥିଲେ। ସମୟକ୍ରମେ ସେ 16 ବର୍ଷ ବୟସରେ ପଦାର୍ପଣ କଲେ। ରାଣୀ ଚାହିଁଲେ ଏବେ ଝିଅ ପାଇଁ ବରଟିଏ ଖୋଜି ବିବାହ ଦେବାକୁ। ରାଜା ଚାହିଁଲେ ସେ ପ୍ରଥମେ ସିଂହାସନରେ ବସି ରାଜ୍ୟ ଶାସନ କରୁ, ବିବାହ କଥା ପରେ ଦେଖାଯିବ। ଏସବୁ କଥା ସୂର୍ଯ୍ୟମୁଖୀ ଜାଣିଲା ମାତ୍ରେ ଦିନେ ମାଙ୍କୁ ବୁଝାଇ କହିଲା, ମା, କିଛି ଦିନ ମୁଁ ରାଜ୍ୟ ଶାସନ କରିବି, ପରେ ମୋର ବିବାହ କରିବି। ରାଣୀ କିଛି କହିପାରିଲେ ନାହିଁ, ଯେହେତୁ ରାଜାଙ୍କର ଏଥିରେ ସହମତି ଥିଲା। ରାଜା ଶୁଭ ମୁହୂର୍ତ୍ତ ଦେଖି ଝିଅକୁ ରାଜଗାଦିରେ ବସାଇଲେ। ସେଇ ଦିନଠାରୁ ସେ ମନୋଯୋଗ ସହକାରେ ଶାସନ ଚଳାଇଲେ। ପ୍ରଥମେ ଚୋରି ଡକାୟତ ବନ୍ଦ କରିବାର ବ୍ୟବସ୍ଥା କଲେ। ତା ବେକାର ଲୋକଙ୍କୁ କାମ ଦେଲେ, ବୃଦ୍ଧ ବାଳକମାନଙ୍କୁ ଆର୍ଥିକ ସାହାଯ୍ୟ ଦେଲେ। ଏହିପରି ନୂଆ ଯୋଜନା ସବୁ କରି ସେ ବଡ଼ ସୁନ୍ଦର ଭାବରେ ଶାସନ କରି ଏହିପରି ଭାବରେ ସେ ବଡ଼ ସୁନ୍ଦର ଭାବରେ ଶାସନ କାର୍ଯ୍ୟ ଚଳାଇ ଅଳ୍ପ ସମୟ ମଧ୍ୟରେ ଲୋକମାନଙ୍କର ପ୍ରିୟ ହୋଇ ଉଠିଲେ। ରାଜା ଝିଅର ସୁଖ୍ୟାତି ଶୁଣି ଆନନ୍ଦ ବିଭୋର ହୋଇ ଉଠୁଥିଲେ। ଦିନେ ସେ ଝିଅକୁ ଡାକି କହିଲେ, ଝିଅ, ତୁ ମୋର ଝିଅ ନୁହେଁ, ତୁ ମୋର ପୁଅ। ତୁ ହିଁ ପୁଅ, ତୁ ହିଁ ଝିଅ। ତୋର ଖ୍ୟାତି ଶୁଣି ପୁଅ ନଥିବାର କଷ୍ଟ ମୁଁ ଭୁଲି ଯାଇଛି। ଏଣିକି ଭଲ ସମୟ ଦେଖି ବିବାହ କର। ରାଜାଙ୍କ କଥା ଶୁଣି ସୂର୍ଯ୍ୟମୁଖୀ କହିଲେ, ବାବା, ମୁଁ ଆପଣଙ୍କ ଇଚ୍ଛା ଅନୁସାରେ ଚଳିବି, କିନ୍ତୁ ମୋର ଗୋଟିଏ ଅନୁରୋଧ। ଆପଣ ରାଜ୍ୟରେ ଏହି ଖବର ଦିଅନ୍ତୁ ଯେ ଯେଉଁ ଯୁବକ ମୋତେ ଖଣ୍ଡା ଯୁଦ୍ଧରେ ହରାଇବ, ମୁଁ ତାକୁ ହିଁ ବିବାହ କରିବି। ରାଜା ଶୀଘ୍ର ରାଜ୍ୟରେ ଖବର ଘୋଷଣା କଲେ। ଅନେକ ଯୁବକ ଖଣ୍ଡା ଖେଳିବାକୁ ଆସିଲେ। ସମସ୍ତେ ହାରିଗଲେ। କେହି କେହି ଖଣ୍ଡା ଖେଳ ଆରମ୍ଭ ପୂର୍ବରୁ ହିଁ ପଳାଇଲେ। ଏହି ଖବର ପଡ଼ୋଶୀ ରାଜ୍ୟରେ ମଧ୍ୟ ପହଞ୍ଚିଲା। କ୍ରାନ୍ତିପୁର ରାଜ୍ୟର ରାଜକୁମାର ଜୟନ୍ତ ଛଦ୍ମବେଶରେ ବିଜୟପୁର ଆସିଲେ ଓ ସୂର୍ଯ୍ୟମୁଖୀଙ୍କର ଖଣ୍ଡା ଖେଳ ଦେଖିଲେ। ଖଣ୍ଡା ଯୁଦ୍ଧରେ ଯୁବକଟି ହାରିଗଲେ ଜୟନ୍ତ ବହୁତ ତାଳି ମାରୁଥାନ୍ତି। ସୂର୍ଯ୍ୟମୁଖୀ ଥରେ ଦୁଇଥର ତାଙ୍କ ଆଡ଼କୁ ଚାହିଁ ଦେଖିଲେ, କିନ୍ତୁ ଜୟନ୍ତ ପ୍ରତିଥର ସୂର୍ଯ୍ୟମୁଖୀଙ୍କ ଖଣ୍ଡା ଖେଳିବାର କୌଶଳ ଉପରେ ଲକ୍ଷ୍ୟ ରଖୁଥିଲେ। ତାପରେ ସେ ନିଜ ରାଜ୍ୟକୁ ଫେରିଯାଇ ଖଣ୍ଡା ଖେଳର ସେହି ସବୁ କୌଶଳ ଅଭ୍ୟାସ କଲେ। କିଛି ଦିନ ପରେ ସେ ବିଜୟପୁରକୁ ଫେରି ଆସିଲେ। ଦୁହିଁଙ୍କର ଖଣ୍ଡା ଯୁଦ୍ଧ ହେଲା। ଖଣ୍ଡା ଯୁଦ୍ଧ ଅତି ତୀବ୍ର ହେଲା। କେହି କାହାକୁ ହରାଇ ପାରୁନଥାନ୍ତି। ତେଣୁ ସୂର୍ଯ୍ୟମୁଖୀ ଜାଣିଗଲେ ଯେ ଇଏ ଜଣେ ସାଧାରଣ ଯୋଦ୍ଧା ନୁହନ୍ତି। ତେଣୁ ସେ ଏପରି ଏକ କୌଶଳ ପ୍ରୟୋଗ କଲେ ଯଦ୍ୱାରା ଜୟନ୍ତଙ୍କ ଖଣ୍ଡା ତାଙ୍କ ହାତରୁ ଖସି ଯାଇ ଦୂରରେ ପଡ଼ିଲା। କିନ୍ତୁ ସେଥିପାଇଁ ଜୟନ୍ତ ମଧ୍ୟ ପ୍ରସ୍ତୁତ ଥିଲେ। ଠିକ୍ ସେହି ସମୟରେ ସେ ମଧ୍ୟ ଏକ କୌଶଳ କଲେ ଯାହାଦ୍ୱାରା ସୂର୍ଯ୍ୟମୁଖୀଙ୍କ ଖଣ୍ଡା ମଧ୍ୟ ଦୂରରେ ଯାଇ ପଡ଼ିଲା। ଦର୍ଶକମାନେ ଏଥିରେ ଖୁସିରେ ତାଳି ମାରିଲେ। ସୂର୍ଯ୍ୟମୁଖୀ ଜୟନ୍ତଙ୍କୁ ଭଲ ଭାବରେ ଦେଖି ଚିହ୍ନି ନେଲେ ଯେ ସେ ପୂର୍ବର ଦର୍ଶକମାନଙ୍କ ମଧ୍ୟରେ ବସି ତାଳି ମାରୁଥିବା ଯୁବକ ହିଁ ହେଉଛନ୍ତି ଏହି ଜୟନ୍ତ। ସେ ସଙ୍ଗେ ସଙ୍ଗେ ତାଙ୍କର କୌଶଳର ସଫଳତା ବିଷୟରେ ଜାଣିଗଲେ। ଖଣ୍ଡା ଯୁଦ୍ଧରେ ଜୟନ୍ତ ସାଫଲ୍ୟ ଲାଭ କଲେ ମଧ୍ୟ ସୂର୍ଯ୍ୟମୁଖୀ ତାଙ୍କୁ ବିବାହ କରିବା ପାଇଁ ମନା କରିଦେଲେ। ସେ କହିଲେ, ହେ ଯୁବକ, ତୁମ ଯୁଦ୍ଧରେ ମୁଁ ଅତ୍ୟନ୍ତ ପ୍ରୀତ ହୋଇଛି ଓ ସେଥିପାଇଁ ଅଭିନନ୍ଦନ ଜଣାଉଛି, କିନ୍ତୁ ମୁଁ ତୁମକୁ ବିବାହ କରିପାରିବି ନାହିଁ। ତାହା
ଧର୍ମସମ୍ମତ ହେବ ନାହିଁ। ଏକଥା ଶୁଣି ଜୟନ୍ତ ଆଶ୍ଚର୍ଯ୍ୟ ହୋଇଗଲେ, କିନ୍ତୁ ଚୁପ ରହିଲେ। ତାପରେ କହିଲେ, ହଁ ତୁମେ ଠିକ କହୁଛ। ଆଶା କରୁଛି ଏବେ ଯିବା ପାଇଁ ତମେ ମୋତେ ଆଜ୍ଞା ଦେବ। ତାପରେ ସେ ସେଠାରୁ ଚାଲିଗଲେ। ଯିବା ବେଳେ ସୂର୍ଯ୍ୟମୁଖୀକୁ ଅଭିବାଦନ କଲେ। ବର୍ତ୍ତମାନ କାହାଣୀଟି ଏଇଠି ସରିଗଲା। ପ୍ରଶ୍ନ ହେଲା, ସୂର୍ଯ୍ୟମୁଖୀ ଘୋଷଣା କରିଥିଲେ ଯିଏ ଖଣ୍ଡା ଯୁଦ୍ଧରେ ତାଙ୍କୁ ହରାଇବ ସେ ତାଙ୍କୁ ବିବାହ କରିବେ। କିନ୍ତୁ ଖଣ୍ଡା ଯୁଦ୍ଧରେ ଜୟନ୍ତ ବିଜୟ ଲାଭ କଲେ ମଧ୍ୟ ସେ ତାଙ୍କୁ ବିବାହ କରିବାକୁ ମନା କରିବାର କାରଣ କଣ? ପ୍ରଶ୍ନ ବୁଝିହେଲା? ସେ କାହିଁକି ତାଙ୍କୁ ବିବାହ କରିବାକୁ ମନା କଲେ? ଏହା ତାଙ୍କ ଧର୍ମ ସମ୍ବନ୍ଧ ନଥିଲା। ସେଇ ଯେ ଧର୍ମସମ୍ମତ ମାନେ କଣ? ଏଇଟା କୁହାଯାଇପାରେ ଯେ ରାଜକୁମାରୀଙ୍କର ଅହଙ୍କାର, କିମ୍ବା ଏମିତି ବି କୁହାଯାଇପାରେ ଯେ ଜୟନ୍ତଙ୍କର ମାନେ ଯୋଉ ଆତ୍ମସ୍ୱାଭିମାନ ବା ସ୍ୱାଭିମାନ, ତାଙ୍କର ନିଜସ୍ୱ କିଛି ନାହିଁ, ଆତ୍ମସମ୍ମାନ ଜ୍ଞାନ ନାହିଁ। ରାଜକୁମାରୀ ଯାହା କହିଲେ ସେଥିରେ ସେ ରାଜି ହେଇଯିବେ? ସେ ତ ପ୍ରଶ୍ନ କରିପାରିଥାନ୍ତେ ନା, କିନ୍ତୁ ସିଏ ସେଠି ତାଙ୍କୁ ଅଭିବାଦନ କରି ଚାଲିଗଲେ, ପ୍ରଶ୍ନ କଲେ ନାହିଁ। ଭାଇ ସେ ଯେହେତୁ ଜାଣିଥିଲେ, ସେ କିଛି ଦିନ ହେଲା ତାଙ୍କୁ ଦେଖିକି ଯୋଉ ତାଙ୍କ ପାଖରୁ ତାଙ୍କୁ ଅନୁସରଣ କରିକି ତାଙ୍କ ପାଖରୁ ଶିଖିଥିଲେ ଲକ୍ଷ୍ୟ ରଖିକି, ରାଜକୁମାରୀ ସେଥିପାଇଁ ମନା କଲେ। ଆଉ ସିଏ ମଧ୍ୟ ଜାଣି ପାରିଥିଲେ କି କାରଣ ହଉଛି ସେଇଟା। ସେଟା କଣ ମାନେ ଠିକ ତମ ଉତ୍ତର ପୁରା ସଠିକ କହିଲ। ସେଇଟାକୁ ଆକ୍ଚୁଆଲି କଣ କୁହାଯାଏ, ଗୁରୁ ଶିଷ୍ୟ ସମ୍ବନ୍ଧ ହେଇଗଲା। ଯେହେତୁ ସେ ରହିକି ଦେଖିକି ଶିଖିଲେ ନା ତାଙ୍କ ପାଖରୁ, ତେଣୁ ଗୋଟେ ଦୃଷ୍ଟିରୁ ଗୁରୁ ଶିଷ୍ୟ ସମ୍ବନ୍ଧ ସୃଷ୍ଟି ହେଲା। ତେଣୁ ପ୍ରତ୍ୟକ୍ଷ ରୂପରେ ନ ହଉ ମଧ୍ୟ ପରୋକ୍ଷରେ ରାଜକୁମାରୀ ତାଙ୍କର ଗୁରୁ ହେଇଗଲେ। ତେଣୁ ସେଇ ଦୃଷ୍ଟିରୁ ସେ କହିଲେ ଯେ ଦୁଇ ଜଣଙ୍କର ବିବାହ ଧର୍ମସମ୍ମତ ନୁହେଁ। ଏବଂ ଜୟନ୍ତ ମଧ୍ୟ ବିଜ୍ଞ ବ୍ୟକ୍ତି। ସେ ମଧ୍ୟ ବିଜ୍ଞ ବୋଲି ହିଁ ସେ କୌଶଳରେ ଆସିଥିଲେ ଶିଖିବା ପାଇଁ। ତାପରେ ଯେତେବେଳେ ଇଏ କହିଲେ ଧର୍ମସମ୍ମତ ହେବ ନାହିଁ, ସେ ବୁଝିଗଲେ ଯେ କୋଉ କଥା ପାଇଁ ସେ କହୁଛନ୍ତି। ବହୁତ ଠିକ ଉତ୍ତର। ଭାଇ ଯଦି ଯିଏ ଯାହାକୁ କିଛି ଛୋଟ ଜିନିଷ ବି ଶିଖାନ୍ତି, ତାହେଲେ ସେ ତାଙ୍କର ଗୁରୁ ବୋଲି ମାନେ ମାନି ନିଆଯାଆନ୍ତି। ଇଏ ତ କଣ ଗୁରୁ, ଆମେ ତ ସେଇଟା ଆଉ ତାର କଥା ଆଉ ସେୟା ନୁହେଁ କି? ଯାହା ପାଖରୁ ମୁଁ କିଛି ଶିଖିଲି ମାନେ ସେ ମୋର ଗୁରୁ। ଏଠି ଆମେ ଯେମିତି କହନ୍ତିନି ଅବଧୂତ ଗୁରୁ କଣ କହିଲେ, ଅବଧୂତଙ୍କର ଆମେ ଶୁଣୁଛନ୍ତି ଯେ 24ଟା ଗୁରୁ। ତାମାନେ ଆମେ ସବୁବେଳେ ଗ୍ରହଣଶୀଳ ହେଇ ରହିବା, ଏଇଟା ହଉଛି ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ଯେତେବେଳେ ଆମେ ଗ୍ରହଣଶୀଳ ହେଇ ରହିବା, ତେଣୁ ଆମର ଚତୁଃପାର୍ଶ୍ଵର ପ୍ରତ୍ୟେକ ସମୟ, ପ୍ରତ୍ୟେକ ବସ୍ତୁ, ପ୍ରତ୍ୟେକ ଘଟଣା, ପ୍ରତ୍ୟେକ ବ୍ୟକ୍ତି ମୋ ପାଇଁ ଗୁରୁ ହେଇଯିବେ, ବା ମାନେ ଯେମିତି ଶିକ୍ଷା ଦବା ପାଇଁ ସବୁ ଗୁଡିକ ଗୋଟେ ଗୋଟେ ଘଟଣା ମୋ ପାଇଁ ହେଇଯିବ। ବା 100 ବର୍ଷ ତଳର କଥା। ଯେତେବେଳେ ଗ୍ରାମ ମାନଙ୍କରେ ପଞ୍ଚାୟତ ସବୁ ପ୍ରକାର ଭଲ ମନ୍ଦ ବୁଝି ବିଚାର କରିବାରେ ପ୍ରସିଦ୍ଧ ଥିଲା। ବଲ୍ଲଭପୁରରେ ରାମାନୁଜ ନାମରେ ଜଣେ ଚାଷୀ ଥିଲା। ଦିନେ ସେ ଓ ତା ବାପା ବଗିଚାରେ କାମ କରୁଥିବା ସମୟରେ ଛେଳିଟିଏ କୁଆଡୁ ପଶି ଆସି ଫସଲ ଖାଇଗଲା। ବୁଢା ରାଗି ଯାଇ ଏପରି ଜୋରରେ ଢେଲାଟିଏ ଫୋପାଡ଼ିଲା ଯେ ତାହା ଛେଳିର ମୁଣ୍ଡରେ ବାଜି ତତକ୍ଷଣାତ୍ ଛେଳିଟି ମରିଗଲା। ଠିକ ପରେ ପରେ ବଗିଚାର ଅନ୍ୟ ପଟରୁ ଗୋଟିଏ ପଥର ଆସି ରାମାନୁଜର ବାପା ମୁଣ୍ଡରେ ବାଜିଲା। ସେଇ ଆଘାତରେ ହିଁ ବୁଢା ସେଇଠି ଟଳି ପଡିଲା। ରାମାନୁଜ ବଗିଚାରୁ ବାହାରକୁ ଦୌଡି ଆସି ଦେଖିଲା ଯେ ଜଣେ ଲୋକ ପଲେ ଅଡେଇ ଅଡେଇ ଚାଲିଯାଉ ବିଚାର ପାଇଁ ବସିଗଲେ ଓ ମେଣ୍ଢାବାଲାକୁ କହିଲେ, କୁହ ତୁମେ ରାମାନୁଜ କଣ ଉତ୍ତର ଦେବ? ମେଣ୍ଢାବାଲା କହିଲା, ମୋ ନାମ ଗୋପାଳ। ଏଠୁ 6 କୋଶ ଦୂରରେ ମୋର ଗାଁ। ବର୍ଷା ନ ହେବାରୁ ଘାସର ଅଭାବ ହେଲା, ତେଣୁ ମୁଁ ମେଣ୍ଢା ଛେଳି ସବୁ ଚରାଉ ଚରାଉ ଏଠାକୁ ଚାଲି ଆସିଛି। ମୋ ଛେଳି ପଲରୁ ଗୋଟିଏ ଛେଳି ବାହାରି
ପଥର ରାଗରେ ଅନ୍ଧ ହୋଇ ବୁଢାକୁ ପଥର ଫିଙ୍ଗି ଆଘାତ ଲାଗି ବୁଢା ମରିଯାଇଛି। ପ୍ରକୃତରେ ଯାହା ଘଟିଛି, ମୁଁ କହିଲି, ଆପଣମାନେ ସେଥିପାଇଁ ମୋତେ ଯାହା ଦଣ୍ଡ ଦେବେ ତାହା ମୁଁ ଗ୍ରହଣ କରିବାକୁ ସମ୍ପୂର୍ଣ୍ଣ ରାଜି। ତାର ସରଳ କଥାରେ ସମସ୍ତେ ଖୁସି ହେଲେ ସତ, କିନ୍ତୁ ନିୟମ ଅନୁସାରେ ତାକୁ ମୃତ୍ୟୁଦଣ୍ଡ ମିଳିଲା। ଯଦି ରାମାନୁଜ ତାକୁ କ୍ଷମା କରିଦିଏ, ତେବେ ସେ ଦଣ୍ଡରୁ ନିଷ୍କୃତି ପାଇବ। କିନ୍ତୁ ରାମାନୁଜ ତାକୁ କ୍ଷମା ଦେବାକୁ ମନା କରିବାରୁ ମୃତ୍ୟୁଦଣ୍ଡ ହିଁ ତା ପାଇଁ ଶେଷରେ ସ୍ଥିର ରହିଲା। ଗୋପାଳ ପଞ୍ଚାୟତକୁ କହିଲା, ମୁଁ କରିଥିବା କର୍ମର ଫଳ ଭୋଗିବି, ମୋ ଭାଗ୍ୟରେ ତ ଅଛି। କିନ୍ତୁ ଆପଣମାନଙ୍କ ପାଖରେ ମୋର ଗୋଟିଏ ନିବେଦନ ଅଛି। କଥା ହେଉଛି, ମୋର 5 ବର୍ଷର ଗୋଟିଏ ଛୋଟ ଭାଇ ଅଛି। ମୋ ବାପା ମରିବା ବେଳକୁ ତାଙ୍କ ସମ୍ପତ୍ତି 2 ଭାଗ କରି ବାଣ୍ଟି ଦେଇ ମୋତେ ଛୋଟ ଭାଇର ପାଳନ ପାଇଁ ଅଧିକ କିଛି ଧନ ଦେଇଛନ୍ତି। ତାର ଓ ମୋର ସବୁ ଧନ ଏକାଠି କରି ଏକ ଗୁପ୍ତ ସ୍ଥାନରେ ରଖିଛି। ଏଥା ମୋ ବ୍ୟତୀତ ଅନ୍ୟ କେହି ଜାଣିନାହିଁ। ମୁଁ ଏଠି ମରିଗଲେ ଧନ ତ ମାଟିରେ ମିଶିଯିବ, ମୋ ଛୋଟ ଭାଇଟି ମଧ୍ୟ ଅନାଥ ହେଇଯିବ। ତେଣୁ ଆପଣମାନେ ମୋତେ 3 ଦିନ ସମୟ ଦେଲେ ମୁଁ ଧନ ସହିତ ଭାଇଟିକୁ କୌଣସି ବିଶ୍ୱାସୀ ଲୋକ ହାତରେ ସମର୍ପି ଦେଇ ଚାଲି ଆସିବି। ପଞ୍ଚାୟତ ସଭ୍ୟମାନେ କହିଲେ, କିନ୍ତୁ ତୁମେ ଏପରି କରିବାକୁ ଚାହୁଁଛ ତ? ତୁମ ସ୍ଥାନରେ କେହି ଜାମିନ ହେଲେ ଯାଇ ତୁମେ ଏଠାରୁ ଯାଇପାରିବ। ସେଠାରେ ଗୋପାଳର ଜଣାଶୁଣା କେହି ଲୋକ ନଥିଲେ। କିନ୍ତୁ ସେହି ସଭାରେ ବସିଥିବା ଲୋକମାନଙ୍କ ମୁହଁକୁ ଚାହୁଁ ଚାହୁଁ ଶେଷରେ ଗୋପାଳର ଜଗମୋହନ ନାମକ ଏକ ଚାଷୀ ଉପରେ ଆଖି ପଡ଼ିଲା ଓ ତାହାରି ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରି ସେ କହିଲା, ଇଏ ମୋ ପାଇଁ ଜାମିନ ରହିଲେ। ଜଗମୋହନ ଜାମିନରେ ରହିବାକୁ ରାଜି ହେଲା ଓ ତୃତୀୟ ଦିନ ସନ୍ଧ୍ୟା ପର୍ଯ୍ୟନ୍ତ ତାକୁ ସମୟ ଦିଆହେଲା। ଗୋପାଳ ତାର ଛେଳି ଓ ମେଣ୍ଢାପଲକୁ ନେଇ ନିଜ ଗାଁକୁ ଚାଲିଗଲା। ତୃତୀୟ ଦିନ 2 ପ୍ରହର ଅତୀତ ହେବା ଉପରେ ଗୋପାଳର ଦେଖା ନାହିଁ। ଗ୍ରାମବାସୀ ଭାବିଲେ, ବିଚରା ସରଳ ଜଗମୋହନକୁ ଜୀବନ ଦେବାକୁ ହେବ। କାରଣ ଗୋପାଳ ନ ଆସିଲେ ଜାମିନ ଥିବା ଲୋକକୁ ହିଁ ମୃତ୍ୟୁଦଣ୍ଡ ଭୋଗିବାକୁ ହେବ। ସନ୍ଧ୍ୟାରେ ପୁଣି ପଞ୍ଚାୟତ ବସିଲା। ସୂର୍ଯ୍ୟାସ୍ତ ହେବାର ଘଡ଼ିଏ ପୂର୍ବରୁ ଗୋପାଳ ଧଇଁସଇଁ ହୋଇ ଦୌଡ଼ି ଦୌଡ଼ି ଆସି ସେଠାରେ ପହଞ୍ଚିଲା। ତାକୁ ଦେଖି ସମସ୍ତେ ଏକ ସମୟରେ କହି ଉଠିଲେ, ସାବାସ୍ ଗୋପାଳ, ଧନ୍ୟ ତୋର କାର୍ଯ୍ୟ। କଥା ରକ୍ଷା କରିବାକୁ ତ ହେବ, ସେଥିପାଇଁ ଲେଉଟି ଆସିଲି, ଏ କଥା ଗୋପାଳ କହିଲା। ମାନବତା ପ୍ରମାଣ କରିବାକୁ ମୁଁ ଜାମିନ ହୋଇଥିଲି, ଏ କଥା ଜଗମୋହନ କହିଲା। ଗୋପାଳ ତାର କଥା ରଖିଲା। ଜଗମୋହନ ତାର ମାନବତା ରକ୍ଷା କଲା। ତେଣୁ ମୁଁ ମଧ୍ୟ ନିଜକୁ ଦୟାବାନ ପ୍ରମାଣ କରିବାକୁ ଯାଇ ଗୋପାଳକୁ କ୍ଷମା କରିଦେଉଛି, ଏକଥା ରାମାନୁଜ କହିଲା। ପଞ୍ଚାୟତ 3 ଜଣଙ୍କର ପ୍ରଶଂସା କଲେ। ସେଦିନ ରାମାନୁଜ ଗୋପାଳକୁ ନିଜର ଅତିଥି ଭାବରେ ନିଜ ଘରକୁ ନିମନ୍ତ୍ରଣ କରିଦେଲା ଓ ପରଦିନ ସାଦର ବ୍ୟବହାର ସହ ତାକୁ ବିଦାୟ ଦେଲା। ଗପଟି ସରିଗଲା। ମୋର ଗୋଟେ ପ୍ରଶ୍ନ ଅଛି, ମୁଁ ପଚାରୁଛି। କାହାର ପ୍ରଶ୍ନ ନାହିଁ, ମୋର ଗୋଟେ ପ୍ରଶ୍ନ ଅଛି ଯେ ସବୁ ତ ଭଗବାନଙ୍କ ଇଚ୍ଛାରେ ହୁଏ ବା ମାଙ୍କ ଇଚ୍ଛାରେ ହୁଏ, ଏବଂ ମୋ ଭିତରେ ମୁଁ ଯୋଉ କାର୍ଯ୍ୟ କରୁଛି ତାର ପଶ୍ଚାତରେ ନିଶ୍ଚୟ ମାଙ୍କର ଇଚ୍ଛା ଥିବ ବୋଲି ଏଇ ବାକ୍ୟରୁ ଆମେ ଜାଣୁଛନ୍ତି। ତେବେ ପ୍ରଶ୍ନ ହଉଛି ଯେ ମୁଁ ଯେତେବେଳେ ଯୋଉ କାର୍ଯ୍ୟ କରୁଛି ବାହାର ଦୃଷ୍ଟିରୁ ମନ୍ଦ ବା ଭୁଲ, ଏବଂ ଯଦି ଆମେ ତାକୁ ଦେଖିବା ଆମର ଅଗ୍ରଗତି ଦୃଷ୍ଟିରୁ ବି, ନିଜର ଅଗ୍ରଗତି ଦୃଷ୍ଟିରୁ ବି ଯଦି ତାହା ଭୁଲ ହେଇଥାଏ, ତେବେ ସେଇଟା କଣ ମାଙ୍କ ଇଚ୍ଛାରେ ହୁଏ କି? କାହିଁକିନା ଆମେ ଯଦି ବାହ୍ୟ ଦୃଷ୍ଟିରୁ ଖାଲି ଭଲ ବା ମନ୍ଦ କହିବା, ତାହେଲେ ଉତ୍ତରଟି ଅଲଗା ଆଡେ ଯିବ। ତେଣୁ ସେଥିପାଇଁ ମୋର ପ୍ରଶ୍ନ ହଉଛି ଯେ ମନେ କରାଯାଉ ତାହା ମଧ୍ୟ ଆନ୍ତର ଅଗ୍ରଗତି ଦୃଷ୍ଟିକୋଣରୁ ତାହା ଭୁଲ, ବା ତାହା ମୋର ଅଗ୍ରଗତି ନକରି ମତେ ଅଧୋଗତି କରିବାରେ ସହାୟକ ସେ ହଉଛି ସେଇ ଯୋଉ କାର୍ଯ୍ୟଟି ମୋର, ତେବେ ତାହା କଣ ମାଙ୍କ ଇଚ୍ଛା କି? ମୋର ଏଟା ହେଲା ପ୍ରଶ୍ନ। ଉତ୍ତର ଦେବାକୁ ଚେଷ୍ଟା କରିବ ଯଦି ଖୁସି। ଏଥିରେ ତମେ କହିଦିଅ।
ଆଉ ଗୋଟେ ପ୍ରଶ୍ନ, ପ୍ରଭୁଙ୍କର ମେସେଜ ଅଛି ଯେ ଆୱାର ବଡି ସେଲ୍ ମଷ୍ଟ ହୋଲ୍ଡ ଦ ଇମୋର୍ଟାଲ୍ସ ଫ୍ଲେମ୍। ସେ ଯୋଉ ଅମୃତତ୍ୱର ଯୋଉ ଅଗ୍ନି ତାହା ଆମ ଶରୀରର କୋଷ ଧାରଣ କରିବ ବା ବାଧ୍ୟ ବା ମଷ୍ଟ ହୋଲ୍ଡ ମାନେ ଧାରଣ କରିବ ହିଁ କରିବ। ତେବେ ସେଥିପାଇଁ ଆମ ପାଖରେ ଆମ କୋଷ ର ପ୍ରସ୍ତୁତି ବା ଆମର ପ୍ରସ୍ତୁତି କଣ ହବ ଯଦ୍ଵାରା ଆମର କୋଷ ସମର୍ଥ ହବ ତାକୁ ଧରି ରଖିବ। ହଉ, ଦୁଇଟି ପ୍ରଶ୍ନ ରହିଲା, ଉତ୍ତର ଆପଣ ଖୋଜିବେ। ଉତ୍ତର ଖୋଜି ଆସନ୍ତା କାଲି ଦେବା ପାଇଁ ଚେଷ୍ଟା କରିବେ। Ma, thank you all, Robert.